10 ଦିନରେ ବିକ୍ରି ହୋଇଛି 10 କୋଟି ଟଙ୍କାର ଖଜା। ରଥଯାତ୍ରା ପାଇଁ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ କିଣି ନେଇଛନ୍ତି କୋଟି କୋଟି ଟଙ୍କାର ଖଜା। କାରଣ ଅନ୍ୟ କୌଣସି ରାଜ୍ୟରେ ଏପରି ସ୍ୱାଦିଷ୍ଟ ଖଜା ମିଳିନଥାଏ। ଯଦିବା କାଁ ଭାଁ କେତେକ ସ୍ଥାନରେ ଏହିପରି ମିଠା ମିଳିଥାଏ, ଓଡ଼ିଶା ଖଜାର ଟେଷ୍ଟ ସହ ମେଳ ଖାଏ ନାହିଁ। ଯିଏ ଏହାକୁ ଥରେ ଖାଇଛି ବାରମ୍ବାର ଖାଇବାକୁ ମନ କରିଛି। ବଡ଼ କଥା ହେଉଛି ପୁରୀ ଶ୍ରୀମନ୍ଦିରର 56 ଭୋଗ ଏବଂ ଅବଢ଼ା ମଧ୍ୟରେ ଖଜା ଏକ ମୁଖ୍ୟ ପ୍ରସାଦ। ଏହାକୁ ଫେଣି ମଧ୍ୟ କୁହାଯାଏ। ଶ୍ରୀମନ୍ଦିର ବାହାରେ ଓ ଆଖପାଖ ଅଞ୍ଚଳରେ ମିଳୁଥିବା ଏହି ସ୍ୱତନ୍ତ୍ର ମିଠା ଘିଅରେ ପ୍ରସ୍ତୁତ ହୋଇଥାଏ। କ୍ୱାଲିଟି ହିସାବରେ ରେଟ୍ ଭିନ୍ନ ଭିନ୍ନ ରହିଥାଏ। ମଇଦାରେ ପାଣି ମିଶାଇ ଗୋଳାଇ ରୁଟି ଗୁଳା ପରି ଗୁଳାମାନ ତିଆରି କରି କେଇ ମିନିଟ୍ ରଖାଯାଏ। ତାପରେ ଏହାକୁ ବେଲି ଗୋଲ ଗୋଲ ଆକାରରେ ମୋଟା ରୁଟି ପରି ଗଢ଼ା ଯାଇଥାଏ। ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣା ଯାଇଥାଏ। ଚିନିରେ ଶିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ। ଆଉ ତାପରେ ପ୍ରସ୍ତୁତ ହୋଇଯାଏ ଖଜା ବା ଫେଣି। ତେବେ ଶ୍ରୀକ୍ଷେତ୍ରର ଏହି ଖଜା ବେଶ ପ୍ରସିଦ୍ଧ। ଯେ କେହି ବି ଶ୍ରୀକ୍ଷେତ୍ର ଆସନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ଖାଇ ଘରକୁ ଫେରିବା ବେଳେ ଖଜା ନେଇ ଯାଇଥାନ୍ତି। ତେବେ ସହରରେ ଶତାଧିକ ଖଜା ଦୋକାନୀ ରହିଥିବା ବେଳେ 1000ରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ବ୍ୟବସାୟରେ ନିୟୋଜିତ ଅଛନ୍ତି। ପୁରୀ ଖଜାର ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ଥିବା ଯୋଗୁଁ ଭୌଗୋଳିକ ସୂଚକାଙ୍କ ଅଧୀନରେ ପଞ୍ଜୀକୃତ କରିବା ଲାଗି ଆବେଦନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏଯାବତ୍ GI ଟ୍ୟାଗ ମାନ୍ୟତା ଅପେକ୍ଷାରେ ରହିଛି ଖଜା। ବ୍ୟୁରୋ ରିପୋର୍ଟ, ଖବର ଖୁଲାସା।